China's nuclear shadow may be moving closer to India. According to the New York Times, satellite imagery reveals rapid expansion of secretive nuclear facilities deep inside China's Sichuan province, just about 800 kilometers from Arunachal Pradesh. These aren't ordinary military upgrades. Reported by the New York Times. ଚାଇନା ଆମ ଜାଗାରେ ପରମାଣୁ ଘାଟି କରିସାରିଲାଣି, କିନ୍ତୁ ଭାରତ ସରକାର ପୁରା ଚୁପ୍। ତାହା ପୁଣି ଆମ ଜାଗାରେ ପାହାଡ଼ ତଳେ। ପାହାଡ଼ ତଳେ ଅର୍ଥ ପାହାଡ଼ ଆରପାରରେ ଚାଇନା, ପାହାଡ଼ ଏପାରରେ ଆମେ। ପରମାଣୁ ଘାଟି କରିସାରିଲାଣି। ଆଉ ସେଇ ପରମାଣୁ ଘାଟିଟା କାହା ବିରୋଧରେ କରାହେଇଛି ନା ଆମ ଭାରତର ବିରୋଧରେ କରାହେଇଛି, କିନ୍ତୁ ଭାରତ ସରକାର ପୁରା ଚୁପ୍। କଥା କ'ଣ ଆପଣମାନେ ନିଶ୍ଚିତ ଭାବୁଥିବେ, କଥା କ'ଣ? ପୁଣି ଆମ ସିକ୍ୟୁରିଟି ଫୋର୍ସ ଯେଉଁଟାକି ଆମ ସେନାବାହିନୀ ଆଉ ଆମ ପ୍ରତିରକ୍ଷା ମନ୍ତ୍ରୀ ଏମାନେ କ'ଣ କରୁଛନ୍ତି? ଚାଇନାକୁ ଦେଖିପାରିଲେ ନାହିଁ। ଚାଇନା କ'ଣ ଗୋଟେ ଦିନରେ ପରମାଣୁ ଘାଟି କରିଦେଉଥିଲା କି? ନାଇଁ ନା, ସେ ନିଶ୍ଚିତ ଭାବରେ ବର୍ଷ ବର୍ଷ ସମୟ ଲାଗିଥିବ। ତାହାକୁ ସରକାର ଦେଖିପାରୁନାହାନ୍ତି। କିନ୍ତୁ ସାଧାରଣ ଗାଁର କି ସହରରେ କିଏ କେଠି ଅଳ୍ପ ଜାଗା ମାଣ୍ଡି ବସିଲା କି କିଛି କବ୍ଜା କଲା, ସରକାରଙ୍କୁ ସେଇଟା ଦେଖାଯିବ। ସେଥିପାଇଁ ବୁଲଡୋଜର ଲଗାଯିବ, ସାଙ୍ଗେ ସାଥ ଲଗାଯିବ ସେଇଟା ହଟାଇବା ପାଇଁ ବୁଲଡୋଜର। ଆଉ ବାହାର ଦେଶରେ ଲୋକ ଯେ ଆସିକି ଆମକୁ ଏଠି କବ୍ଜା କରୁଛନ୍ତି, ଯେମିତିକି ଆମ ଶତ୍ରୁ ଚାଇନା, ତାଙ୍କୁ ଦେଖାଯାଉନି। କିନ୍ତୁ ଆମ ସରକାର ସବୁବେଳେ ପାକିସ୍ତାନ ବିରୋଧରେ କହୁଛି, ହଁ ପାକିସ୍ତାନକୁ ସାବାଡ଼ କରିଦେବୁ, ପାକିସ୍ତାନକୁ ଷ୍ଟ୍ରାଇକ୍ କରିଦେବୁ, ପାକିସ୍ତାନକୁ ଆମେ କରିଦେବୁ, ମାଇ ଛେଳି ଖାସି କରିଦେବୁ, ଏଇ ଟାଇପ୍ରେ କଥା କହିଚାଲେ। କିନ୍ତୁ ଚାଇନା ପାଖରେ ଉଣେଇ ଚୁଣେଇ କିଛି କହିବାର ନାହିଁ। କାରଣ ଯେମିତି ଏପଷ୍ଟାଇନ୍ ଫାଇଲ୍ ବାହାରିଲା ମୋଦିଙ୍କ ନାଁ, ସେଥିପାଇଁ ମୋଦି ବୋଧେ ଡୋନାଲ୍ଡ ଟ୍ରମ୍ପକୁ କିଛି କହିପାରିଲେନି। ଆଉ ଡୋନାଲ୍ଡ ଟ୍ରମ୍ପ ଯାହା କହିଲେ ମୋଦି ତାହା ବି ମାନିନେଲେ। ଟ୍ରେଡ଼ିଂ ବିଲ୍ ହେଲା, ଟ୍ରେଡ଼ିଂ ବିଲ୍ରେ ଡୋନାଲ୍ଡ ଟ୍ରମ୍ପ ଯାହା କହିଲେ ମୋଦି ସବୁଥିରେ ହୁଁ ମାରିଲେ। ଆମେରିକାର ରାଷ୍ଟ୍ରପତି କହିଲେ ଆମ ଦେଶର କୃଷି ସାମଗ୍ରୀ ତମ ଦେଶରେ ବିକ୍ରି ହେବ, ନିଶ୍ଚିତ ଭାବରେ ବିକ୍ରି ହେବ। ମୋଦି କହିଲେ ଆଜ୍ଞା ହଁ। ତାହେଲେ ମୋଦିଙ୍କର ୱିକ୍ ପଏଣ୍ଟ ଡୋନାଲ୍ଡ ଟ୍ରମ୍ପ ଜାଣିଛନ୍ତି। ଆଉ ଚାଇନାର ରାଷ୍ଟ୍ରପତି ମଧ୍ୟ ମୋଦିଙ୍କ ୱିକ୍ ପଏଣ୍ଟ ଭଲ ଭାବରେ ଜାଣିଛନ୍ତି। ସେଥିପାଇଁ ସେମାନେ ଯାହା କହୁଛନ୍ତି ନରେନ୍ଦ୍ର ମୋଦି ସବୁ ହଁ କହୁଛନ୍ତି। ପ୍ରକୃତରେ କ'ଣ ନରେନ୍ଦ୍ର ମୋଦି ଆମର ପ୍ରଧାନମନ୍ତ୍ରୀ? ମୋତେ କାହିଁ ଲାଗୁନି। ନିଜ ମନରୁ ବା ନିଜେ କୌଣସି ଆଦେଶ ପାରିତ କରିପାରୁନାହାନ୍ତି। ସବୁ RSS କଥାରେ ସବୁ ପାରିତ ହେଉଛି। RSS ଯାହା କହିବେ ମୋଦି ହିଁ ତାହା କରନ୍ତି। ତାମାନେ ଚାଇନା ଜାଣନ୍ତି RSSର ୱିକ୍ ପଏଣ୍ଟ, ଡୋନାଲ୍ଡ ଟ୍ରମ୍ପ ବି ଜାଣନ୍ତି RSSର ୱିକ୍ ପଏଣ୍ଟ। ସେଥିପାଇଁ ବୋଧେ RSS ସହିତ ଡୋନାଲ୍ଡ ଟ୍ରମ୍ପ ଆଉ ଚାଇନାର ରାଷ୍ଟ୍ରପତିଙ୍କ ସହିତ କିଛି ସିକ୍ରେଟ୍ ଡିଲ୍ ହେଇଛି। ସେଥିପାଇଁ ତ ସେମାନେ ଯାହା କହୁଛନ୍ତି RSS ତାହା ମାନୁଛି, ଆଉ RSS ଦ୍ୱାରା ମୋଦିକୁ କାର୍ଯ୍ୟ କରାଉଛନ୍ତି। ଏକଥା ମୁଁ କହୁନି, ଏକଥା ମୁଖ୍ୟ ବିରୋଧୀ ଦଳମାନେ ବି କହୁଛନ୍ତି। ଆଉ ସବୁଠାରୁ ବଡ଼ ସଂଗଠକ ବାମସେଫର ମୁଖ୍ୟ ବାମନ ମେଶ୍ରାମ ମଧ୍ୟ ଏକଥା କହୁଛନ୍ତି। ଯଦି ଏକଥା ମିଥ୍ୟା, ତେବେ ନରେନ୍ଦ୍ର ମୋଦି କି RSS ରାହୁଲ ଗାନ୍ଧୀଙ୍କ ନାଁରେ ବା ବାମନ ମେଶ୍ରାମଙ୍କ ନାଁରେ FIR ଦେଉନାହାନ୍ତି କାହିଁକି? ଏଗୁଡ଼ା 100% ସତ୍ୟ। ସେଥିପାଇଁ ହିଁ ତ FIR କିଛି ହେଉନାହିଁ। ଯଦି FIR ଦେବେ ତେବେ ଅଟୋମେଟିକ୍ ଏଗୁଡ଼ା ସତ୍ୟ ଭାବରେ ପ୍ରମାଣିତ ହେବ। ଯାହା ଅଳ୍ପ ଫସିଛନ୍ତି ନରେନ୍ଦ୍ର ମୋଦି ଆଉ RSS ଭଲ ଭାବରେ ଫସିବେ, ଆଉ ଭାରତର ଲୋକଙ୍କ ନଜରରେ ଅତି ନିମ୍ନ ଗତିରେ ଚାଲିଯିବେ। ସେଥିପାଇଁ ବୋଧେ ଚାଇନା ସରକାରଙ୍କ କଥାରେ ଆଉ ଆମେରିକା ସରକାରଙ୍କ କଥାରେ ନରେନ୍ଦ୍ର ମୋଦି ପୁରା ଏକମତ। ସେମାନେ ଯାହା କହୁଛନ୍ତି ନରେନ୍ଦ୍ର ମୋଦି ତାହା ହୁଁ ମାରୁଛନ୍ତି।